ଗୋଟେ ଜଙ୍ଗଲରେ ଗୋଟେ ଠେକୁଆଟିଏ ଥିଲା। ଧଳା ଠେକୁଆ, ସେ ଦେଖିବାକୁ ବହୁତ ସୁନ୍ଦର ଥିଲା। ସେ କ'ଣ କରେ ନା ଜଙ୍ଗଲ ସାରା ଏମିତି ଡେଇଁ କୁଦି ବୁଲୁଥିବ। ଆଉ ସବୁ ପଶୁଜନ୍ତୁ ତାକୁ ବହୁତ ଭଲ ପାଆନ୍ତି ଧଳା ଠେକୁଆକୁ। ତାକୁ ସମସ୍ତେ ଧଳା ଠେକୁଆ ଡାକନ୍ତି। ଦେଖିବାକୁ ବହୁତ ସୁନ୍ଦର ଥିଲା। ଠେକୁଆ ଏମିତି ଦିନେ ବୁଲୁ 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 ଗୋଟେ ଗୁଣ୍ଡୁଚି ମୂଷାକୁ ଦେଖିଲା। ଗୁଣ୍ଡୁଚି ମୂଷା ବି ତାର ଡିଆଁ କୁଦା କରିକି ଖେଳୁଥାଏ। କହିଲା, ଗୁଣ୍ଡୁଚି ମୂଷା ଆଉ ମୋ ସହିତ ସାଙ୍ଗ ହବୁ? ଗୁଣ୍ଡୁଚି ମୂଷା କହିଲା, ହଁ ଧଳା ଠେକୁଆ, ମୋତେ ତମେ ସାଙ୍ଗ କରିବାକୁ କହୁଛ ମାନେ ମୁଁ ତମ ସାଙ୍ଗେ ସାଙ୍ଗ ହେବି, ମୋତେ ବହୁତ ଭଲ ଲାଗ ତମେ। ନା ହଉ ତାହେଲେ ଚାଲ ତୋର ମୋର ଦୁଇ ଜଣ ଯାକ ଖେଳିବା। ଧଳା ଠେକୁଆ ଆଉ ଗୁଣ୍ଡୁଚି ମୂଷା ଦୁଇ ଜଣ ଯାକ ଖେଳି ଖେଳି ଡେଇଁ କୁଦିକିରି ଏମିତି ଜଙ୍ଗଲ ସାରା ବୁଲୁଥାନ୍ତି। ତାଙ୍କୁ ଦେଖିଲା ଗୋଟେ ହାତୀ। ସେଇଠୁ ହାତୀଟା ଛୋଟ ହାତୀଟା ଥିଲା, କୁନୁ ହାତୀଟେ, ହାତୀ ଛୁଆଟେ। ହାତୀ ସେଇଠୁ ତାଙ୍କ ପଛେ ପଛେ ଧାଇଁଲା। ସେଇଠୁ ଠେକୁଆ କହିଲା, ତୁ ଆମ ସହିତ କାହିଁ ଆଉଛୁ? ତୁ ଯାଉନୁ ତୋର ସେପଟେ ଖେଳିବୁ। ନା ନାଇଁ, ମୋତେ ଟିକେ ସାଙ୍ଗ କରିବ, ମୁଁ ତମ ସାଙ୍ଗରେ ଖେଳିବି। ସେଇଠୁ ଗୁଣ୍ଡୁଚି ମୂଷା କହିଲା, ଆରେ ବଢ଼ିଆ କଥା ତ, ଆମେ ତିନି ଜଣ ସାଙ୍ଗ ହେଇଗଲେ ଆମେ ଏମିତି ଗୋଟେ ପଞ୍ଝାଏ ସାଙ୍ଗ ହେବା ଆଉ ମଜା କରିକିରି ଖେଳିବା। ଚାଲ ଚାଲ ଆଉ କାହାକୁ ସବୁ ସାଙ୍ଗ କରିବା। ଏମିତି ଧାଇଁ 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 ଯାଉଥାନ୍ତି। ତାପରେ ଦେଖିଲେ ଗୋଟେ ଶୁଆ, ଛୋଟ ଶୁଆଟେ, କୁନୁ ଶୁଆଟେ। ଆଉ ସିଏ ଏମିତି ଖଣ୍ଡି ଉଡ଼ା ଦେଇକିରି ଉଡ଼ୁଥାଏ। ସେଇଠୁ ଠେକୁଆ କହିଲା, ଏ ଶୁଆ ଶୁଆ ଶୁଆ, ଆମ ସାଙ୍ଗରେ ସାଙ୍ଗ ହବୁ, ଆମର ଗୋଟେ ଗ୍ରୁପ ବନାଉଛୁ। ସେଇଠୁ ଛୋଟ ଶୁଆଟା କହିଲା, ମୋତେ ତମେ ସାଙ୍ଗ କରିବ? ଠିକ୍ ଅଛି ଠିକ୍ ଅଛି, ମୁଁ ବି ତମ ସହିତ ସାଙ୍ଗ ହେବି। ଏମିତି ଡେଇଁ 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 ସମସ୍ତେ ସବୁ ଯାଉଥାନ୍ତି। ତାପରେ ଗୋଟେ ମାଙ୍କଡ଼ଟିଏ ସେଠି ବସିକିରି ଗୋଟେ ଆମ୍ବଟିଏ ଖାଉଥାଏ। ମାଙ୍କଡ଼ ସେଇଠୁ କହିଲା, ତମେ ଚାରିଜଣ କୁଆଡ଼େ ଯାଉଛ ଏମିତି? ନା, ହାତୀ କହିଲା, ଆମେ ସବୁ ବୁଲିବାକୁ ଯାଉଛୁ। ମାଙ୍କଡ଼ କହିଲା, ତମେ ସବୁ କୁଆଡ଼େ ଯାଉଛ ଯାଅ, ଯେତେ ବୁଲିବା କଥା ତମେ ବୁଲ, ମୁଁ କିନ୍ତୁ କୁଆଡ଼େ ଯିବିନି। ମୋର ଏ ଗଛ ଦେଖ କେତେ ଆମ୍ବ ହେଇଛି, ମୁଁ ସବୁ ଆମ୍ବ ଏଇଠି ପଡ଼ୁଛି ଖାଉଛି, ମୁଁ ମଜାରେ ଅଛି। ଆଉ ଏ ଚାରିପାଖ ଯାକ ଦେଖ ତ କେତେ ସୁନ୍ଦର ଫୁଲ ଫୁଟିଛି, ଛୋଟ ଛୋଟ କୋଳି ହେଇଛି, ମୁଁ ଏଇଠି ରହୁଛି, ଏଇଠି ସବୁ ଖାଉଛି। ମାଙ୍କଡ଼ କହିଲା, ଦେଖ ଦେଖ ଦେଖ, ସବୁଆଡ଼େ ଦେଖ, କେତେ ସୁନ୍ଦର ପରିବେଶ ମୋର ଏଠି, ମୋତେ ଏଠି ବହୁତ ଭଲ ଲାଗେ। ଆଉ ମୁଁ ଏଇଠି ଖେଳେ, ମଜା କରେ, ଏଇଠି ରୁହେ। ସେଇଠୁ ଠେକୁଆ କହିଲା, ଆଉ କ'ଣ କହୁଛ ହାତୀ ସାଙ୍ଗ, ଏଇଠି ଟିକେ ରହିଯିବା କି? ଏଇଠି ତ ବହୁତ ସୁନ୍ଦର ଲାଗୁଛି। ସତରେ ମାଙ୍କଡ଼ ଭାଇ ଠିକ୍ କହୁଛନ୍ତି, ଏଇଠି ବହୁତ ସୁନ୍ଦର ଲାଗୁଛି। ଦେଖ ନା ଚାରିପାଖ କେତେ ସୁନ୍ଦର ଫୁଲ, ଛୋଟ ଛୋଟ କୋଳି ହେଇଛି, ଗଛରେ ଆମ୍ବ ଫଳିଛି, ବହୁତ ସୁନ୍ଦର ଲାଗୁଛି, ଏଇଠି ରହିବା। ତାପରେ ହାତୀ କହିଲା, ଠିକ୍ ଅଛି, ତ ଜାଗାଟା ବହୁତ ସୁନ୍ଦର ଲାଗୁଛି, ଏଇଠି ଆମେ ରହିବା ଟିକେ। ତାପରେ ହାତୀ, ଗୁଣ୍ଡୁଚି ମୂଷା, ଶୁଆ ଆଉ ଠେକୁଆ ସେଇଠି ରହିଲେ ମାଙ୍କଡ଼ ପାଖରେ। ମାଙ୍କଡ଼ ସେଇଠୁ କହିଲା, ଆମେ 5 ଜଣ ସାଙ୍ଗ ହେବା, ଏଇଠି ରହିବା। ଆଉ ଏଇଠି ସମସ୍ତେ ବସ, ମୁଁ ଆମ୍ବ ଦେବି, ଖାଇବ। ତାପରେ ଆମ୍ବ ସେଇଠୁ ଦେଲା, ହାତୀ ସେଇଠୁ ଖାଇଦେଲା, ଶୁଆ ସେଇଠୁ ଖାଇଦେଲା, ଗୁଣ୍ଡୁଚି ମୂଷା ବି ଟିକେ ଖାଇଦେଲା। ସେଇଠୁ ଠେକୁଆ କହିଲା, ଏଠି ସୁନ୍ଦର ସୁନ୍ଦର ଘାସ ହେଇଛି, ମୁଁ ଟିକେ ଖାଇଦିଏ। ଆହା, କି ଖୁସି ଲାଗୁଛି, କି ଶାନ୍ତି ଲାଗୁଛି, ଏଇଠୁ ବହୁତ ଭଲ ଲାଗୁଛି। ସେଠୁ ମାଙ୍କଡ଼ ସେଠୁ ସମସ୍ତେ ମିଶିକିରି ସେଠୁ ସମସ୍ତେ ରହିଲେ ଖୁସିରେ। ସେଇ ପଟ ଦେଇକିରି, ସେଇ ଜଙ୍ଗଲ ପଟ ଦେଇକିରି ଗୋଟେ ଭାଲୁଟିଏ ଯାଉଥିଲା। ସେ ଭାଲୁ ସେଇଠୁ ଦେଖିଲା ହାତୀ, ମାଙ୍କଡ଼, ଠେକୁଆ, ଗୁଣ୍ଡୁଚି, ଶୁଆ ସବୁ ବସିକିରି କ'ଣ କଥା ହେଉଛନ୍ତି। ଭାବିଲା, ଇଏ କ'ଣ କଥା ହେଉଛନ୍ତି? ତାପରେ ଧୀରେ 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 ସେଇଠୁ ଆସିଲା ତାଙ୍କ ପାଖକୁ। କହିଲା, କ'ଣ ହେଲା ତମର, ତମେମାନେ କ'ଣ ମିଟିଂ କରୁଛ? ସେଇଠୁ ହାତୀ କହିଲା, ଏଠି ବସିକିରି ଆମର ଗୋଟେ କଥାବାର୍ତ୍ତା ଚାଲିଛି, ଆମେ ସବୁ ସାଙ୍ଗ ହେଇଛୁ 5 ଜଣ ଯାକ। ସେଇଠୁ ଭାଲୁ କହିଲା, ତମେମାନେ ପୁଣି ସାଙ୍ଗ? ଆଉ ମୋତେ ଟିକେ ସାଙ୍ଗ କରିବ? ହାତୀ କହିଲା, ତମେ ଆମର ସାଙ୍ଗ ହବ? ମାଙ୍କଡ଼ କହିଲା, ନା ନା ନା, ତମେ ଆମର ସାଙ୍ଗ ହେବନି, ତମେ ଯାଅ ତମର, ଆମେ ତମକୁ ସାଙ୍ଗ କରିବୁନୁ। ଠେକୁଆ କହିଲା, ନାଇଁ ନାଇଁ, ସେ ସାଙ୍ଗ ହେବେ କହୁଛନ୍ତି, ହଅନ୍ତୁ, ଆମେ ଯେତେ ଅଧିକା ସାଙ୍ଗ ହେବା ସେତେ ବଢ଼ିଆ ଲାଗିବ। ତାପରେ ସେଇଠୁ ଭାଲୁକୁ ବି ସାଙ୍ଗ କଲେ। ଭାଲୁ ସେଇଠୁ କହିଲା, ମୁଁ ଯାଉଛି, ମୋର ଟିକେ କାମ ଅଛି, ମୁଁ ଆସିଲେ ଆଉ ତମ ସହିତ ସବୁ କଥା ହେବି। ଭାଲୁ ସେଇଠୁ ହସି ହସି ଖୁସି ମନରେ ପଳେଇଲା। ସେଇଠୁ ବାଟରେ ଯାଉ ଯାଉ ସେଇଠୁ ଭାଲୁ ସେଇଠୁ ଦେଖିଲା ଗୋଟେ ବିଲୁଆଟିଏ ତାର 2 ଛୁଆକୁ ନେଇକରି ଯାଉଛି। ବିଲୁଆ ବହୁତ ମନ ଦୁଃଖରେ ଯାଉଥାଏ। ସେଇଠୁ ଭାଲୁ କହିଲା, କ'ଣ ହେଲା ବିଲୁଆ ଭାଇ, କାହିଁକି ମନ ଦୁଃଖ କରିଛ?
ବିଲୁଆ କହିଲା କ'ଣ କରିବି ଭାଲୁ ଭାଇ, ମୁଁ ବହୁତ ଚିନ୍ତାରେ ଅଛି। ମୋ ଛୁଆମାନଙ୍କୁ କିଛି ଖାଇବାକୁ ହିଁ ମିଳୁନି, କ'ଣ ଖାଇବେ, ବହୁତ ଚିନ୍ତାରେ ଅଛନ୍ତି। ସେଇଠୁ ଭାଲୁ କହିଲା, ଭାଲୁ ମନରେ ଭାଲୁ ଟିକେ ଦୁଷ୍ଟ ଥିଲା, କିନ୍ତୁ ସାଙ୍ଗ ତ କରିଦେଇଛି ସେମାନଙ୍କୁ। ସେଇଠୁ କହିଲା, ତମ ଛୁଆମାନଙ୍କୁ କିଛି ଖାଇବାକୁ ମିଳୁନି, ଆଉ ମୁଁ ବଢ଼ିଆ ଶିକାର ଜାଣିଛି, ମୁଁ ଏଇଠି ଦେଖିକିରି ଆଇଛି ଆଉ। ବିଲୁଆ କହିଲା, ହେଁ ଶିକାର ଅଛି, ମୋତେ ଟିକେ କୁହ ତ, ମୋ ଛୁଆମାନେ ବହୁତ ଭୋକରେ ଅଛନ୍ତି, ଖାଇବା ପାଇଁ କିଛି ପାଉନାହାନ୍ତି, ବହୁତ ଚିନ୍ତାରେ ଅଛି। ଭାଲୁ କହିଲା, ଏଇ ଦେଖ ସେ ଯେଉଁ ଆମ୍ବ ଗଛ ଦେଖୁଛ, ଦୂରରେ ସେଠି ଗୋଟେ ଆମ୍ବ ଗଛ ଦେଖାଯାଉଛି ନା, ସେଇଠି ଠେକୁଆ ଗୁଣ୍ଡୁଚି ସବୁ ଅଛନ୍ତି, ଆଉ ଯାଅ ସେଇଠୁ ଶିକାର କରିବ, ଖାଇବ, ତମ ଛୁଆମାନଙ୍କୁ ଦେବ। ଆଉ ବିଲୁଆ କହିଲା, ହେଁ ତମେ ମୋତେ ଠକୁଛ, ମିଛ କହୁଛ। ଭାଲୁ କହିଲା, ନାଇଁ ନାଇଁ ମୁଁ ଏବେ ପୁରା ଦେଖିକି ଆଇଲି, ତାଙ୍କ ସାଙ୍ଗେ ସାଙ୍ଗ ହେଇକିରି ଆଇଛି। ଆଉ ବିଲୁଆ କହିଲା, ତମେ ସାଙ୍ଗ ହେଇଛ ଆଉ ମୋତେ କହୁଛ, ମିଛ କହୁଛ ନା ମୋତେ। ଭାଲୁ କହିଲା, ନାଇଁ ନାଇଁ ମୁଁ ମିଛ କହୁନି, ମୁଁ ସେମାନଙ୍କ ସାଙ୍ଗରେ ଏତେ ଛୋଟ ଛୋଟ ଯିବ, ମୁଁ ତାଙ୍କ ସାଙ୍ଗରେ କ'ଣ ସାଙ୍ଗ ହେବି, ସେମିତି ଟିକେ ସାଙ୍ଗ ହେଇଛି ବୋଲି କହିଦେଇକିରି ମୁଁ ପଳେଇ ଆସିଛି ନା। ଆଉ ଯାଅ ଯାଅ ସେଠୁ ଶିକାର କରି ତାଙ୍କୁ ଖାଇଦେବ, ଯାଅ, ଠେକୁଆଟା ଅତି ସୁନ୍ଦର, ଧଳା ଠେକୁଆ, ଯାଅ ଖାଇଦେବ। ବିଲୁଆ ସେଇଠୁ ଖୁସି ମନରେ ହସି ହସି ତା ଛୁଆମାନଙ୍କୁ ଧରିକିରି ଧାଇଁ ଧାଇଁ ଗଲା। ଯାଇକିରି ବିଲୁଆ ଦେଖିଲା ଧଳା ଠେକୁଆକୁ, ତାର ବହୁତ ଲୋଭ ହେଲା ଧଳା ଠେକୁଆ ଖାଇବ ବୋଲି। ସେଠୁ ଛକିକିରି ଥାଏ କେମିତି ଶିକାର କରିବ। ଦିନରେ ତ ଆଉ ଶିକାର କରିପାରିଲାନି, ଲୁଚିକିରି ରହିଲା। ଯେମିତି ଟିକେ ସନ୍ଧ୍ୟା ହେଲା, ଠେକୁଆ ତା ବୁଦା ପାଖରୁ ବାହାରିକିରି ବସିଥାଏ, ହାତୀ ସେପଟେ ଶୋଇ ପଡ଼ିଥାଏ, ଆଉ ଗୁଣ୍ଡୁଚି ବି ଶୋଇ ପଡ଼ିଥାଏ। ଠେକୁଆ କିନ୍ତୁ ବସିଥାଏ, ଖେଳୁଥାଏ, ଏପଟ ସେପଟ ହେଉଥାଏ। ବିଲୁଆ ଛକିକିରି ଥିଲା, ଯାଇକିରି ଠେକୁଆକୁ ମାଡ଼ି ବସିଲା। ଶୁଆ ସେଇଠୁ ଗଛ ଉପରେ ବସିଥିଲା, ଦେଖିଲା, ସେଠୁ ଜୋରରେ ରଡ଼ିଗଲା, ଯେମିତି ହାତୀ ଉଠିଗଲା। ସେଠୁ ମାଙ୍କଡ଼ ସେଇଠୁ ଡେଇଁକିରି ଆସିଲା, ଦେଖିଲା ବେଳକୁ ବିଲୁଆ ଧରି ଦେଇଛି ଠେକୁଆକୁ, ଆଉ ଠେକୁଆ ଦେହରୁ ରକ୍ତ ବାହାରୁଛି, କଷ୍ଟ ପାଉଛି, ବଞ୍ଚା ବଞ୍ଚା ରଡ଼ି କରୁଛି। ସେଇଠୁ ହାତୀ ଆସିକିରି ବିଲୁଆକୁ ଦେଲା ଗୋଟେ ଗୋଇଠା, ଯେ ଠେକୁଆ ଛାଡ଼ି ହେଇକିରି ପଡ଼ିଗଲା, ଆଉ ବିଲୁଆ ପୁରା ଯାଇକିରି ପିଟି ହେଇଗଲା ଗଛରେ। ହାତୀ ସେଇଠୁ ଠେକୁଆକୁ ଧରି ପକେଇଲା। ମାଙ୍କଡ଼ ସେଇଠୁ ଠେକୁଆକୁ ନେଇକିରି ତାକୁ ତା ଦେହ ଖଣ୍ଡିଆ ହେଇଯାଇଥିଲା, ସେଠି ଗଛର ପତ୍ର ଆଣି ଲଗେଇକିରି ତାକୁ ଭଲ କରିବାରେ ଲାଗିଲା। ବିଲୁଆ ସେଇଠୁ ଗଛରେ ପିଟି ହେଇକିରି ମୁଣ୍ଡ ବୁଲେଇକିରି ପଡ଼ିଥାଏ। ତା ଛୁଆମାନେ ଧାଇଁ ଧାଇଁକିରି ଆଇଲେ, ବିଲୁଆ ଉଠି ପାରୁନଥାଏ, କଷ୍ଟ ପାଉଥାଏ। ବିଲୁଆ ସେଇଠୁ କହିଲା, ହାତୀ ଭାଇ ମୋତେ କ୍ଷମା କର, ମୁଁ ଆଉ ବଞ୍ଚିବିନି, ମୋ ଦେହ ହାତ ପୁରା କ'ଣ ହେଇଯାଉଛି, ମୁଁ ଆଉ ବଞ୍ଚିବିନି। ମୋ ଛୁଆ 2 ଜଣ ତୁମକୁ ଲାଗିଲେ, ତୁମେ ମୋ ଛୁଆକୁ ରକ୍ଷା କର, ମୋ ଛୁଆକୁ ତୁମେ ପୋଷିବ, ପାଳିବ, ରଖିବ। ହାତୀ ସେଇଠୁ କହିଲା, ହଉ, ତୁ ଏମିତି ବଦମାସି ବୁଦ୍ଧି ଆଉ କେବେ କରିବୁନି, ଦେଖିଲୁ ତୋ ଜୀବନ ଗଲା, ତାପରେ ତୋ ଛୁଆ 2 ଜଣଙ୍କୁ ମୁଁ ନିଶ୍ଚୟ ଭଲରେ ପାଳିବି ଆଉ ରଖିବି। ଦେଖ, ମୋ ସାଙ୍ଗକୁ ହଇରାଣ କଲୁ, ନିଜେ କଷ୍ଟ ପାଇଲୁ, ନିଜେ ସେଇ ଗାତରେ ପଇଲୁ, ଏମିତି କେବେ କରିବୁନି। ତାପରେ ସେଇଠୁ ସମସ୍ତେ ଖୁସି ହେଇକିରି ରହିଲେ। ହାତୀ ବିଲୁଆର 2 ଛୁଆକୁ ପାଳିଲା। ଏ ଗଳ୍ପରୁ ଆମେ ଶିଖିଲେ, ଯଦି ଆମେ ଅନ୍ୟର ଅନିଷ୍ଟ ଚିନ୍ତା କରିବା, ଆମର ହିଁ କ୍ଷତି ହେଇଥାଏ, ଆମର ହିଁ ଅନିଷ୍ଟ ହେଇଥାଏ। ଆଜି ପାଇଁ ଏତିକି। ଯଦି ମୋର ଏ କାହାଣୀଟି ଆପଣମାନଙ୍କ ମନକୁ ଛୁଇଁଥାଏ, ଲାଇକ୍, ସେୟାର, କମେଣ୍ଟ କରିବେ। ପୁଣି ଏମିତି କିଛି ନୂଆ କାହାଣୀ ଆଣିବା ପାଇଁ ମୁଁ ନିଶ୍ଚୟ ଚେଷ୍ଟା କରୁଛି। ରହୁଛି। ଜୟ ଜଗନ୍ନାଥ।